ଭିତରେ ଆମର ରେଡ଼ି ହେଇଗଲୁ ବୋଟ୍ ଏବେ ଛାଡ଼ିବା ଉପରେ। ବର୍ତ୍ତମାନ ସମସ୍ତେ ତାଙ୍କ ଭିତରେ କଥା ହେଉଛନ୍ତି। ଏବେ ଗୋଟେ ଆମେ ଜୟ ଜଗନ୍ନାଥର ନାରା ଲଗାଇଲୁ। ଜୟ ଜଗନ୍ନାଥ କହିକି ଆମେ ଆମର ଯାତ୍ରା ଆରମ୍ଭ କଲୁ। ଆମ ଭଳି ଅନେକ ଲୋକ ଏମିତି ଅନେକ ବୋଟ୍ରେ ଯାଉଥାନ୍ତି। କିଛି ଦୂର ଗଲା ପରେ ଭାଇ ଆମକୁ କହିଲେ ସମସ୍ତେ ସାଇଡ଼୍କୁ ଅନାଅ, ଏଇ ସାଇଡ଼୍ରେ ହିଁ ଆପଣ ହରିଣ, କୁମ୍ଭୀର ଏସବୁ ଆଦି ଦେଖିପାରିବେ। ତା ଭିତରେ ଭାଇନା ଆମକୁ କହିଲେ ଯେ ଯିଏ ଯେଉଁଠି ବସିଛ ସେଇଠି ସ୍ଥିର ହୋଇ ବସିବ। ଯଦି ଉଠିକି ନିଜ ସିଟ୍ରୁ କିଏ କୁଆଡ଼େ ଯାଏ ତାହେଲେ ବୋଟ୍ ଅନବାଲାନ୍ସ ହେବ। ତେଣୁକରି ମୁଁ ମଧ୍ୟ ସମସ୍ତଙ୍କୁ ସୂଚାଇ ଦେଲି ଯେ ଭାଇଙ୍କ କଥାକୁ କେହି ଅମାନ୍ୟ କରିବନି, ତାଙ୍କ କଥା ଅନୁସାରେ ଚାଲ। ତାର ଭିତରେ ଆମକୁ ଦେଖେଇଲେ ଏ କୁମ୍ଭୀରଟି ବି ମଧ୍ୟ ମଲା ଭଳି ପଡ଼ିଥିଲା, ଟିକେ ବି ହୁଙ୍କୁ ନଥିଲା। ସେ ଯାହା ବି ହେଉ ପାଖରୁ ଦେଖି ବହୁତ ଖୁସି ଲାଗିଲା। ଆପଣଙ୍କୁ ଏଠି ଯାହା ବି ହେଲେ ବୋଟ୍ରେ ଗଲେ କୁମ୍ଭୀର ଆଉ ହରିଣ ଆଦି ଦେଖିବାକୁ ତ ମିଳିବ। ଆପଣଙ୍କୁ ସୁନ୍ଦରବନ ଟାଇପ୍ର ଟିକେ ଫିଲିଂ ହେବ। ଦି ସାଇଡ଼୍ରେ ଗଛ, ପଚପଚିଆ ସନ୍ତସନ୍ତିଆ ମାଟି, ତାହା ସହିତ ସାମ୍ନାର ଯେଉଁ ଭ୍ୟୁ ଆପଣଙ୍କୁ ମନ୍ତ୍ରମୁଗ୍ଧ କରିଦେବ। ଆ ଭିତରେ ମୁଁ ଆପଣମାନଙ୍କୁ କହିବା ପାଇଁ ଭୁଲିଗଲି, ଆମେ ଆକ୍ଚୁଆଲି ଯାଇଥିଲୁ 15ରୁ 16 ଜଣ। ତ ଆମକୁ ବୋଟ୍ଟିକୁ ପୁରା ନେବା ପାଇଁ 2800 ଟଙ୍କା ଦେବାକୁ ପଡ଼ିଥିଲା। ତ ପାଖାପାଖି ମୁଣ୍ଡ ପିଛା 200 ଟଙ୍କା ପଡ଼ିଥିଲା, ଯାହାକି ବହୁତ ଏକ୍ସପେନ୍ସିଭ୍ ନୁହେଁ ଆଜିକା ରେଟ୍କୁ ଅନାଇ। ତେଣୁକରି ରେଟ୍ ହିସାବରେ ଠିକ୍ଠାକ୍ ଥିଲା। ଆଉ ବୋଟ୍ ଯେତେବେଳେ ଆମେ ଗଲୁ, ସେ ଯେଉଁ ଦୁଇ ପାର୍ଶ୍ୱରେ ହରିଣ ଆପଣ ଏବେ ଦେଖିପାରୁଥିବେ, ଯେମିତି ସେଠି ଗୋଟେ ହରିଣ ବୁଲୁଛି। ତ ଏସବୁ ଜିନିଷ ଦେଖିଲା ପରେ ଆମକୁ ଲାଗିଲା ହଁ 200 ଟଙ୍କା ଏଠି ଖର୍ଚ୍ଚ କରିବା ନିହାତି ଦରକାର। ଯଦି ଏତେ ବାଟରୁ ତୁମେ ଆସିଛ ଆଉ 200 ଟଙ୍କା ସକାଶେ ଏ ଭ୍ୟୁ ଯଦି ମିସ୍ କରୁଛ ତାହେଲେ ଆସିବାଟା ବୃଥା ଯିବ। କାରଣ ଭିତରକନିକାରେ ଏଇ ଜିନିଷଟିକୁ ଛାଡ଼ିଦେଲେ ଆଉ ବିଶେଷ କିଛି ନାହିଁ ଦେଖିବା ପାଇଁ। ବର୍ତ୍ତମାନ ଦେଖନ୍ତୁ ଭାଇ ଆମକୁ ଗୋଟେ ବଡ଼ କୁମ୍ଭୀର ପାଖାପାଖି ଆସ୍ତେ ଆସ୍ତେ ନେଇଗଲେ। ଯେତେବେଳେ ମୁଁ ଭାଇଙ୍କି କହିଲି, ମୁଁ ଭାଇ ଟିକେ କୁମ୍ଭୀର ପାଖାପାଖି ନେଉନାହାନ୍ତି ଟିକେ ନାଗୁରୁ କୂଳକୁ, ସେ କହିଲା ନା ଯଦି